ରୁବି କହିବେ, ବୋହୂ କେବେ ଝିଅ ହେଇ ନ ପାରେ। ବୋହୂ କେବଳ ପତିର ପତ୍ନୀ ହେଇଥାଏ। ସେ ସବୁବେଳେ କେବଳ ତା ପତି କଥା ଆଉ ନିଜ କଥା ଚିନ୍ତା କରେ। ଆଉ କହିବେ, ନିମ୍କି, ତୁ ଠିଆ ହେଲୁ କ'ଣ? ଖାଇବା ବାଢ଼େ। କେତେବେଳେ ବି ଆନନ୍ଦ ଆସିଯାଇ ପାରନ୍ତି। ତାପରେ ରୁବି ରିମଝିମ୍ ପାଖକୁ ଯିବେ। ଆଉ କହିବେ, ପଲ୍ଲବୀ ଜୀବନକୁ ନର୍କ ବନେଇ ଦେବାକୁ ଚାହୁଁଛୁ ନା ତୁ? ତାହେଲେ ମୋ ପାଖରେ ଗୋଟେ ଆଇଡିଆ ଅଛି। ଶୁଣ। କହି ସବୁ କଥା କହିବେ। ଆଉ ଏପଟେ ଆଦର୍ଶ ବିନୋଦକୁ କହିବେ, ଦାଦା, ତମେ ରେଷ୍ଟ ନିଅ। ପଲ୍ଲବୀ, ତମେ ଗୋଟେ କାମ କର। ଖୁଡ଼ୀଙ୍କୁ କଲ୍ କର ଆଉ ତାଙ୍କୁ କୁହ ଯେ ଦାଦାଙ୍କ ଦେହ ବହୁତ ସିରିୟସ୍, ଆଉ ସେ ଜଲ୍ଦି ଫେରି ଆସନ୍ତୁ। ତାପରେ ପଲ୍ଲବୀ କହିବେ, ହଁ, ମୁଁ ସାଙ୍ଗେ ସାଙ୍ଗେ ଜଣେଇ ଦଉଛି। ଆଉ ଫୋନ୍ କରି କହିବେ, ସାନମା ପ୍ରଣାମ। ଆପଣଙ୍କର ତୀର୍ଥ କେତେ ବାଟ ଗଲା? ଏକ୍ଚୁଆଲି ଆପଣ ଟିକେ ଶୀଘ୍ର ଘରକୁ ଫେରି ଆସନ୍ତୁ। କାରଣ ଦାଦାଙ୍କର ଦେହ ଏବେ ଭଲ ରହୁନି। ତାଙ୍କର କେୟାର ନେବା ପାଇଁ ତାଙ୍କର ପାଖେ ପାଖେ କିଏ ରହିବା ନିହାତି ଦରକାର। ଆଉ କହିବେ, ଆଜ୍ଞା, ଠିକ୍ ଅଛି। ତାପରେ କଲ୍ କାଟିଦେବେ। ଆଉ କହିବେ, ଦାଦା, ସାନମା କହିଲେ ସିଏ ଏବେ ଅଯୋଧ୍ୟାରେ ଅଛନ୍ତି ଆଉ ଖୁବ୍ ଶୀଘ୍ର ଫେରି ଆସିବେ। ସେତିକି ସମୟ ଭିତରେ ମୁଁ ଆପଣଙ୍କ ପାଇଁ ଆଉ ଭାଇଙ୍କ ପାଇଁ ରୋଷେଇ କରିଦେବି। ଭାଇ, ଆପଣ ସନ୍ଧ୍ୟାରେ ଫେରିଲା ବେଳେ ସେଠୁ ଖାଇବା ନେଇ ଆସିବେ। ମୁଁ ନିମ୍କିକୁ କହିଦେବି ଆପଣଙ୍କ ପାଇଁ ଆଉ ଦାଦାଙ୍କ ପାଇଁ ସେ ଖାଇବା ବନେଇ ଦେଇଥିବ। ଦାଦା, ଆପଣ ଖାଇବା ଆଉ ମେଡ଼ିସିନ ଠିକ୍ ସମୟରେ ଖାଇବେ। ଏଥିରେ ଯେମିତି ଟିକେ ବି ଏପଟ ସେପଟ ନ ହୁଏ। ଇଟ୍ସ ମାଇ ଅର୍ଡର। ତାପରେ ସମସ୍ତେ ଖୁସି ହେଇଯିବେ। ଏହାପରେ ଆଦର୍ଶ କହିବେ, ପଲ୍ଲବୀ, ଏଥର ଆମେ ଯିବା। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, ଚାଲ। ତାପରେ ଆଦର୍ଶଙ୍କ ମୋବାଇଲକୁ ଗୋଟେ କଲ୍ ଆସିବ। ଆଉ ଆଦର୍ଶ କଲ୍ ଉଠେଇ କହିବେ, ହ୍ୟାଲୋ। ଆଉ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ କଲ୍ କାଟି ରଖିଦେବେ। ଏହାପରେ ପଲ୍ଲବୀ କହିବେ, ଆଦର୍ଶ, କ'ଣ ହେଲା? ଏହାପରେ ଆଦର୍ଶ କହିବେ, ପଲ୍ଲବୀ, କାଲି ସକାଳେ ମୋତେ ଅର୍ଜେଣ୍ଟଲି ଆଉଟ୍ ଅଫ୍ ଟାଉନ୍ ଯିବାକୁ ପଡ଼ିବ। ତାପରେ ପଲ୍ଲବୀ କହିବେ, ଆଉଟ୍ ଅଫ୍ ଟାଉନ୍? ଏହାପରେ ଆଦର୍ଶ କହିବେ, ହଁ, ମୁଁ ଆମ ଫ୍ୟାକ୍ଟ୍ରି ପାଇଁ ଯୋଉ ଜାଗା କିଣିଥିଲି, କିଛି ଲୋକ ତାଙ୍କ ନାଁରେ ସେଠି ବୋର୍ଡ ଲଗେଇ ଦେଇଛନ୍ତି। ମୋତେ କାଲି ସକାଳେ ସେଠି ଯାଇ ପହଞ୍ଚିବାକୁ ପଡ଼ିବ। ଆଉ ଏପଟେ ରୁବି କହିବେ, ଏବେ ପଲ୍ଲବୀ ବୁଝିବ ଆମ ସାଙ୍ଗରେ ପଙ୍ଗା ନେବା ପରିଣାମଟା କ'ଣ। ଆଉ ଏପଟେ ଆଦର୍ଶ ଆଉ ପଲ୍ଲବୀ ଗାଡ଼ିରେ ଆସୁଥିବେ। ଆଉ ହଠାତ୍ ଗାଡ଼ି ଆଦର୍ଶ ଅଟକେଇ ଦେବେ। ତାପରେ ପଲ୍ଲବୀ କହିବେ, କ'ଣ ହେଲା? ଏହାପରେ ଆଦର୍ଶ କହିବେ, ଘରକୁ ଯିବାକୁ ଇଚ୍ଛା ହଉନି ପଲ୍ଲବୀ। ମୋତେ ତମ ସହିତ କିଛି ଟାଇମ୍ ସ୍ପେଣ୍ଡ କରିବାକୁ ଇଚ୍ଛା ହଉଛି। ଏହାପରେ ପଲ୍ଲବୀ କହିବେ, ହ୍ୱାଟ୍? ପୁଣି ଆଦର୍ଶ କହିବେ, ହଁ ପଲ୍ଲବୀ, ବହୁତ ହେଇଗଲା ଏସବୁ। ଡେଲି ଘରେ ଝଗଡ଼ା, କାହା ଉପରେ ରାଗିବା, କାହାକୁ ମନେଇବା, ଏସବୁ କରି କରି ମୁଁ ଥକି ପଡ଼ିଲିଣି। ପଲ୍ଲବୀ, ଘରେ ହଜବେଣ୍ଡ ୱାଇଫଙ୍କର ଯୋଉ ପର୍ସନାଲ ବେସ୍ ଥାଏ, ମୁଁ ଯେତେ ଚେଷ୍ଟା କଲେ ବି ସେସବୁ ହଉନି। ବେଳେ ବେଳେ ତ ଏମିତି ଇଚ୍ଛା ହଉଛି ଯେ କାମରୁ ବ୍ରେକ୍ ନେଇ କୁଆଡ଼େ ପଳେଇବାକୁ ଇଚ୍ଛା ହଉଛି। ଖୁବ୍ ଗୋଟେ ନାଇସ୍ ପ୍ଲେସ୍, ଏମିତି କି ସ୍ପେନ୍ ଆଉ ଇଟାଲୀ। ପଲ୍ଲବୀ, ତମେ ବିଶ୍ୱାସ କରିବନି, ଘରକୁ ଫେରିଲା ବେଳେ ମୁଁ ଅଫିସରେ ଥାଏ କି ଯୋଉଠି ବି ଥାଏ, ଘରକୁ ଫେରିବା କଥା ଭାବି ମୋ ମନ ପୁରା ଭାଙ୍ଗିଯାଏ। ତ ଦର୍ଶକ ବନ୍ଧୁ, ଆଦର୍ଶ ଆଉଟ୍ ଅଫ୍ ଟାଉନ୍ ଯିବା ପଛରେ ଏମଏଲ୍ଏର ହାତ ନାହିଁ ତ? ଯଦି ହଁ, ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।